କାଁ ହୁଏ ଶ୍ମଶାନ କେବଳ ମୃତ୍ୟୁରେ ନୁହେଁ, ଯେତେବେଳେ ଜୀବନ ଲୁଚିଯାଏ ଦ୍ୱାର ବନ୍ଦ, ମନ ବନ୍ଦ, ଆଖିରେ ସନ୍ଦେହ। ଆଉ ମାଳିକା କହେ ଏ ସନ୍ଦେହ ବଢ଼ିଲେ ପଡ଼ୋଶୀ ଦୂର, ଦୂର ହେଲେ ଗାଁ ଶୂନ୍ୟ। ଗାଁର ଘରେ ଘରେ ଆଲୋଚନା ଚୁପ୍, ଟିଭିର ଶବ୍ଦ ବଢ଼ିବ କିନ୍ତୁ କଥା କମିବ। ଖବର ଚ୍ୟାନେଲରେ ଶୀର୍ଷକ ଭୟ ଖାଇବ, ମନୁଷ୍ୟ ମନେ କରିବ ନିଜ ଘର ହିଁ ଶେଷ ଆଶ୍ରୟ। କ୍ଷଣିକ ଆରତ ଦୁଃଖ ପ୍ରମିତ, ଦେଖୁ ଦେଖୁ କେବା ସହୁ, ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ। ସତ୍ୟରେ ତରିବି ସତ୍ୟରେ ମରିବି, ଏହି ଆଜ୍ଞା ମୋତେ ହେଉ, ଯଶ ଅପଯଶ ଏ ମହି ମଣ୍ଡଳେ, ସବୁଦିନ ପାଇଁ ରହୁ। ନମସ୍କାର ଦର୍ଶକ ବନ୍ଧୁ, ଜୟ ଜଗନ୍ନାଥ, ଜୟ ଓଡ଼ିଶା। ମୁଁ ହେଉଛି ମକୁନ୍ଦ କୁମାର, ଆପଣମାନେ ଦେଖୁଛନ୍ତି ଆପଣଙ୍କର ଅତି ପ୍ରିୟ ବ୍ଲଗ୍ ଚ୍ୟାନେଲ୍ ମକୁନ୍ଦ ଓଡ଼ିଆ ବ୍ଲଗ୍। ତ ପୁଣି ଆଜି ଗୋଟିଏ ନୂତନ ଭିଡ଼ିଓକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ଗତକାଲିର ଭିଡ଼ିଓରେ ଅନେକ ଆମର ଦର୍ଶକ ବନ୍ଧୁ ଭିଡ଼ିଓକୁ ବହୁତ ଲାଇକ୍ କରିଛନ୍ତି ଏବଂ ଯାହା ହଉ ଉତ୍ସାହିତ କରୁଛନ୍ତି ଗୋଟିଏ ଗୋଟିଏ ନୂଆ ଭିଡ଼ିଓ ପାଇଁ। ତ ପୁଣି ଆଜି ଗୋଟିଏ ନୂତନ ଭିଡ଼ିଓ ଆମେ ଆରମ୍ଭ କରିବା ସେଇ ମାଳିକାକୁ ନେଇ। ଏବେ ତ ଆଗକୁ ଆସୁଛି 2026 ମସିହା ନୂତନ ବର୍ଷ। ଏଇ ନୂତନ ବର୍ଷରେ ଆମର କ'ଣ ସବୁ ମାଳିକାରେ ଲେଖା ଅଛି, ଗାଁକୁ ନେଇ କ'ଣ ଲେଖା ଅଛି ଦେଖନ୍ତୁ। ମାଳିକାରେ ଆମର ଅଚ୍ୟୁତାନନ୍ଦ ଦାସ କହିଲେ, ମନ ତର୍କିଥିବୁ 33 ଅଙ୍କରେ, ପ୍ରାଣୀଏ ନାଶ ଯିବେ ରଙ୍କରେ, ପୁଣି 32 33 ଯେ ପୁଣି 34, ମିନସନି ଭୋଗ ହେବ 2.5 ବର୍ଷ, ପୃଥିବୀ ହେବ ଉଲଳ ଗଢ଼ିବ ମୁଣ୍ଡମାଳ, ମନ ତର୍କିଥିବୁ 33 ଅଙ୍କରେ। ଏଇଠି ଅଚ୍ୟୁତାନନ୍ଦ ଦାସ କ'ଣ କହିଲେ? 33 ଅଙ୍କ ଅର୍ଥାତ୍ ଆମର ହେଉଛି 2026 ମସିହା। ତ ଏଇ 26 ମସିହାରେ ଆଗକୁ ଯେତେ ସବୁ ଘଟଣାମାନ ସବୁ ଘଟିବ ତାହା ସବୁ ମାଳିକାର ଗୋଟେ ସଂକେତ ଭାବରେ ଲେଖା ହେଇଛି, ତାକୁ ବୁଝିବା ଦରକାର। ଯେତେବେଳେ ଗାଁର ନିଆଁ ଲିଭିଯାଏ ସେତେବେଳେ ଶ୍ମଶାନର ଅଗ୍ନି ଆଲୋକ ହୁଏ। ଆଉ ମାଳିକା କହେ ଶବ୍ଦ ହେବ ନୀରବ, ଆଉ ନୀରବ କଥା କହିବ। ବନ୍ଧୁ 2026 ଜାନୁଆରୀ ତାରିଖ ମାତ୍ର ନୁହେଁ, ଏକ ସନ୍ଧିକ୍ଷଣ। ଗାଁର ଗଳିରେ ଆଲୋଚନା କମିବ, ଦ୍ୱାର ଭିତରେ ଭୟ ରହିବ। ଏହା କୌଣସି ଏକ ଦିନର କଥା ନୁହେଁ, ଧୀରେ ଧୀରେ ଆସୁଥିବା ଗୋଟିଏ ସଂକେତ ମାତ୍ର। ମାଳିକା କୁହେ ଯେ ମାଘ ମାସେ ଛାୟା ଲମ୍ବା, ଆଉ ଲୋକମନଟା ଟିକେ ଛୋଟ ହେବ। ଦେଖନ୍ତୁ ଦର୍ଶକ ବନ୍ଧୁ, ଗାଁର ଚଉପାଳି ଦିନେ ଖାଲି ହେବ। କେହି କହିବ ରୋଗ, କେହି କହିବ ଭୟ, ଆଉ କେହି କହିବ ମଧ୍ୟ ଭାଗ୍ୟ। କିନ୍ତୁ ମାଳିକା କହେ ଅବିବେକ ହେଉଛି ମୂଳ। ଗାଁ ହେବ ଶ୍ମଶାନ, ଏହା ମୃତ୍ୟୁର ଉତ୍ସବ ନୁହେଁ, ଏହା ହେଉଛି ଚେତନାର ସତର୍କ ଘଣ୍ଟି। ଯେଉଁଠି ମନୁଷ୍ୟ ମନୁଷ୍ୟକୁ ଛାଡ଼ିଦିଏ ସେଇଠି ଗାଁ ଶ୍ମଶାନ ହୁଏ। ନ ଅଗ୍ନି ଜଳାଇବ ଶ୍ମଶାନ, ଆଉ ଲୋଭ ଜଳାଇବ ଘର। ଦର୍ଶକ ବନ୍ଧୁ, ଗାଁର ଦୃଶ୍ୟ 2026 ମସିହା ଜାନୁଆରୀରେ କେମିତି ହେବ, ଏହାର ତର୍କ ବିତର୍କ ତ ଅନେକ ରହିଛି। ଦେଖନ୍ତୁ ଦର୍ଶକ ବନ୍ଧୁ, କିଛି ଲୋକ ମଧ୍ୟ ଭୟରେ ଅଲଗା ହେଇଯିବେ। ବୃଦ୍ଧ, ରୋଗୀ, ଅସହାୟ, ଏଇଠାରେ ଗାଁର ପରୀକ୍ଷା ହେବ। ଯଦି ଏହି ସମୟରେ ସେବା ଆସେ ତାହେଲେ ଗାଁ ବଞ୍ଚିଯିବ, ଯଦି ନୁହେଁ ତାହେଲେ ଶ୍ମଶାନର ଛାୟା ମଧ୍ୟ ବହୁତ ଲମ୍ବା ହେବ। ସେଥିପାଇଁ ମାଳିକା କହେ ମୃତ୍ୟୁ ନୁହେଁ, ସବୁଠାରୁ ଭୟଙ୍କର ହେଉଛି ଭୟ। କାରଣ ଭୟରେ ମାନବତାର ମୃତ୍ୟୁ ହୋଇଯାଏ। ତେଣୁ ଭୟ ଖବରକୁ ସେୟାର କରନ୍ତୁ ନାହିଁ, ସତ୍ୟ ଖୋଜନ୍ତୁ ଆଉ ସେବା ବି କରନ୍ତୁ। ଏବଂ ପ୍ରକୃତିର ଯେଉଁ ପ୍ରତିଘାତ ରହିଛି, ଅସମୟରେ ବର୍ଷା ଆଉ ପାଣି ମାଟିର ମଧ୍ୟ ସଂକେତ ରହିଛି ଗାଁ ପ୍ରତି। ତେଣୁ ଭୟ ପାଇଁ ନୁହେଁ, ସଚେତନତା ପାଇଁ ଆଜିର ଏହି ଭିଡ଼ିଓ ଆମେ ପ୍ରକାଶ କଲୁ ଏହି ଚ୍ୟାନେଲରେ। ମାଳିକା ଯାହା ଯାହା କୁହେ ତାକୁ ବୁଝିବା ସତରେ ବଡ଼ କଷ୍ଟକର। କିନ୍ତୁ ଯଦି ଆମେ ଆମର ଚେତନାକୁ ଊର୍ଦ୍ଧ୍ୱଗାମୀ କରିବା ତେବେ କିଛି କିଛି ସ୍ପଷ୍ଟ ସଂକେତ ମଧ୍ୟ ଆମକୁ ମିଳିପାରିବ। ଆମେ କିଛି ଅନ୍ୟର ସେବା କରିପାରିବା ଏବଂ ନିଜର ମାନବ ଜନ୍ମକୁ ସାର୍ଥକ କରିବା। ସେଇଥିପାଇଁ କୁହାଯାଇଛି ମାନବ ଜୀବନ ନୁହେଁ କେବଳ ବର୍ଷ ମାସ ଦିନ ଦଣ୍ଡ, କର୍ମେ ଯିଏ ନର, କର୍ମ ଏକତାର ଜୀବନର ମାନଦଣ୍ଡ। ତେଣୁ ଆମର ସେବାକୁ ଗୋଟେ କର୍ମ ଭାବରେ ଯଦି ଆମେ ନେବା ତାହେଲେ ଏ ଓଡ଼ିଶା, ଏ ଭାରତ, ଏ ପୃଥିବୀ ସ୍ୱର୍ଗ ପାଲଟିବ। ଏବଂ ଯେଉଁ ଭୟ ଆମର ରହିଛି ସେ ଭୟ ମଧ୍ୟ ଆମର ଦୂରୀଭୂତ ହୋଇଯିବ। ଦର୍ଶକମାନଙ୍କୁ ମୁଁ ନିବେଦନ କରୁଛି এই ଭିଡ଼ିଓ ମାଧ୍ୟମରେ ସମସ୍ତେ ଆମ ଚ୍ୟାନେଲକୁ ଦେଖନ୍ତୁ ଏବଂ ଗଭୀରତାକୁ ଟିକେ ଅନୁଭବ କରନ୍ତୁ। ଯେତେବେଳେ ଆମେ
सबकिछि की त्याग करी सेवा मनोवृत्ति करिबा सेतेबेले आमे सबुर सार्थकता को निजर हृदय अनुभव करिपारिबा एवं ईश्वर प्राप्ति मध्य एई माध्यम रे आमे करिपारिबा। तो दर्शक बंधु आगो को एमिति समय आसुची दुकान रे औषध मध्य शेष हो जीवो घरे घरे देसी उपाय पुणी फेरिबो एवं काढ़ा हलदी तुलसी ये सब फेरी आसो। यह अज्ञान नुहे आशार गोटे आलोक से पृथ्वी आमको देती कौन औषध किंतु मनुष्य सब भूली जाइए एवं आसी रोग। तो दर्शक बंधु मुझे गोटे कथा कहबी गाँव दृश्य जे गाँव दुकान आगे आग को भिड़ जमीव चौपाड़ी मध्य खाली जो हस थिला से आज जनगणना आज गणना हम कौन गणना हम ना केते दिन केते लोक आ केते घर यह रोगरू अधिक भयर गणित। एक कथा मुझे कहीं कहली आपणकर मन अच्छी करोना कथा करोना आमको देइथिला एई भलिया गोटे चित्र जा एबे भी ए हृदय लिभिनी से कथा को पुणी जे न दोहरेब प्रकृति किए कहब। तो दर्शक बंधु ए भिडियो रे मु जहाँ किसी कहली मोर अनुभूतिर कथा कहली मालिकार कथा कहली। तो दर्शक बंधु आगक जो नूतन वर्ष आसूची ए नूतन वर्ष रे आमर ओडिशा पाई आमर गाँ पाई कौन सब संकेत रहिबो प्रकृतिर प्रतिपाद सब कौन रहिबो मालिका कौन कहूची ताकू नहीं आमे सबले उत्कंठित भाव रहीचे एवं देखु पानी माटी और आकाशर संकेत केते गंभीर कारण मालिका कहे प्रकृति जे दिन कथा कहे मनुष्यर अभिमान से भांगी जाए से 2026 जानुआरी ओडिशार प्रकृतिर मध्य शांत देखा किंतु यह शांति नुहे गोटे संकेत आकाश माटी और पानी तीन एका साथी मनीष को सतर्क करेंगे। तो आकाशर भूल भाषा कौन रही देखो माघ मसरे मेघ जमीम वर्षा आसो किंतु समय भूल चाषी आकाश देखी चुप रहिबो कारण आकाश एवं पुराणा नियम आ मानु नाही मालिका से कहूँ ऋतु भूलिले आकाश मनुष्य भूलिब धैर्य। तो दर्शक बंधु ये भिडियोटी आपको केमती लगिला आशा करुँची ये भिडियोटी निहाती आपको भल लगी कारण ये भाया आध्यात्मिक कंटेंट मु प्रस्तुत करे मालिका विचार मध्य किछि किछि भिडियो रे प्रस्तुति करे। तो आशा करुँची भिडियोटी निहाती भल लगी जदि भिडियोटी भल लगी गोटे लाइक करेंगे और सांगसाथी मानू शेयर करेंगे एवं यही सचेतनता आम भितर सबुदिन रहू यह मोर आशा और विश्वास से चैनल रे मु जहाँ किसी चेष्टा करुँची टिके सेवा देवाई टिके कहवा एवं जारी रखा यही भाया भिडियो। तो बाणी की विराम दवा आउ कहवा जय जगन्नाथ जय ओडिशा जय पंचसखा पुणी देखा हे यही भाया गोटे खूब सुंदर भिडियो रे। तो से पर्यंत रोची नमस्कार।